ପୂର୍ବତନ ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଯୁବତୀଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରି ବ୍ଲାକମେଲ୍ ପାଇଁ ଥାନାରେ ଏତଲା ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଗୋପାଳପୁର ପଞ୍ଚାୟତର ନିଲମ୍ବିତ ସରପଞ୍ଚ ରଶ୍ମି ରଞ୍ଜନ ଦାସ ଉକ୍ତ ଅଞ୍ଚଳର ଜନୈକ ଯୁବତୀ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଥିବାବେଳେ 2 ବର୍ଷ ପୂର୍ବରୁ ସରପଞ୍ଚ ଥିଲେ ରଶ୍ମି ରଞ୍ଜନ। ସେ ସମୟରେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ କୌଣସି ପ୍ରକାର ଯୁବତୀଙ୍କ ସହ କିଛି ଅନ୍ତରଙ୍ଗ ଫଟୋ ଉଠାଇଥିଲେ। ପରେ କୌଣସି କାରଣବଶତଃ ମାନ୍ୟବର ଅଦାଲତ ରଶ୍ମି ରଞ୍ଜନଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ। ରଶ୍ମି ରଞ୍ଜନଙ୍କ ସହ ଯୁବତୀଙ୍କର ମନମାଳିନ୍ୟ ହୋଇଥିଲା ଓ ଯୁବତୀ ସମ୍ପର୍କ ଛିନ୍ନ କରିଥିଲେ। ତେବେ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ ରଶ୍ମି ରଞ୍ଜନ। ପୂର୍ବରୁ ରଖିଥିବା ଫଟୋକୁ ଅସ୍ତ୍ର କରି ଆରମ୍ଭ କରିଥିଲେ ବ୍ଲାକମେଲ୍। ମୋତେ ବିବାହ ନ କଲେ ଫଟୋ ଭାଇରାଲ କରିବା ସହ ପରିବାରକୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଓ ଗୋଟେ ପରେ ଗୋଟେ ଫଟୋ ନିଜ ଫେସବୁକ୍ ଆଇଡିରେ ଅପଲୋଡ଼ କରି ବଦନାମ କରିଥିଲେ। ଯୁବତୀ ଓ ତାଙ୍କ ପରିବାର ଯେତେ କାକୁତି ମିନତି ହେଲେ ବି ଶୁଣି ନଥିଲେ ରଶ୍ମି ରଞ୍ଜନ। ଯୁବତୀଙ୍କୁ ଫୋନ୍ରେ ଧମକ ଦେଇଥିଲେ। ଜଣେ ଜନପ୍ରତିନିଧିଙ୍କ ଏପରି ଆଚରଣ ଓ ଉଚ୍ଚାରଣ କେତେ ଦୂର ଯୁକ୍ତିଯୁକ୍ତ? ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଏପରି କେଳେଙ୍କାରୀରେ ଲିପ୍ତ ଥିବା କେତେ ଦୂର ଠିକ୍? ତେବେ ଏପରି ଘଟଣାରେ ଅତିଷ୍ଠ ହୋଇ ଯୁବତୀଙ୍କ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିବା 3 ଦିନ ବିତି ଯାଇଥିଲେ ବି ତିର୍ତ୍ତୋଲ ପୋଲିସ 341/24ରେ ଏକ କେସ୍ ରୁଜୁ କରି ଚୁପ୍ ହୋଇ ବସିବା ତିର୍ତ୍ତୋଲ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି। ଆଜି ଜିଲ୍ଲା ଏସ୍ପିଙ୍କୁ ଭେଟି ଗୁହାରି କରିଛନ୍ତି ଅଭିଯୋଗକାରୀ। ଜଗତସିଂହପୁରରୁ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍। ପଣ୍ଡା ମୋ ଘର ଗୋପାଳପୁର। ମୁଁ ଆଜ୍ଞା ଆସିଥିଲି ଏଠି ସାର୍କୁ କାହିଁକି ଏସ୍ପିଙ୍କୁ ଦେଖା କରିବାକୁ କ'ଣ ପାଇଁ ଆସିଥିଲେ? ସାର୍ ଆଜିକି 3 ଦିନ ହେଲା ମୁଁ ଗୋଟେ କେସ୍ ଦେଇଥିଲି। କିଏ ଦେଇଥିଲା କେସ୍? ମୋ ଭଉଣୀ ଜଣେ ସେ କେସ୍ ଦେଇଥିଲେ ତିର୍ତ୍ତୋଲରେ। ଜଣେ ଆମକୁ ହାରାସମେଣ୍ଟ କରୁଛି ଆଜ୍ଞା। କ'ଣ ହାରାସମେଣ୍ଟ? ତାର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିକି ମୋ ଭଉଣୀକି ହାରାସମେଣ୍ଟ କରୁଛନ୍ତି। ତ ସେଥିଲାଗି ଆମେ ତିର୍ତ୍ତୋଲ ଥାନାରେ ଆଜିକି 3 ଦିନ ପୂର୍ବରୁ କିଏ ହାରାସମେଣ୍ଟ କିଏ ସେ ଅଭିଯୁକ୍ତ କିଏ? ଅଭିଯୁକ୍ତ ଆଜ୍ଞା ଆମ ଗାଁର ଜଣେ ଏକ୍ସ ସରପଞ୍ଚ, ତାଙ୍କ ନାଁ ହେଲା ରଶ୍ମି ରଞ୍ଜନ ଦାସ। ତାଙ୍କ ପାଖରେ କ'ଣ ଫଟୋ ଥିଲା? ଆଜ୍ଞା ଏମିତି ସରପଞ୍ଚ ଥିଲାବେଳେ ଇଏ ମୋ ଭଉଣୀ ହେଲେ ଜଣେ ଅଙ୍ଗନବାଡ଼ି ୱାର୍କର। ତ ଅଙ୍ଗନବାଡ଼ି ୱାର୍କରଙ୍କର ସରପଞ୍ଚଙ୍କ ପାଖରେ ନିହାତି କାମ ରହେ। ସେଥିଲାଗି ଇଏ ତାଙ୍କ ସହ କ୍ଲୋଜ୍, ସେତେବେଳେ କ୍ଲୋଜ୍ ଥିଲେ ସେ ସରପଞ୍ଚ ଥିବା ଅବସ୍ଥାରେ। ତ ସେହି ସମୟରେ କିଛି ଫଟୋ ସେ ରଖି ତାକୁ ଏବେ ସୋସିଆଲ ମିଡ଼ିଆରେ ଛାଡ଼ିକି ଜବରଦସ୍ତି କରୁଛନ୍ତି କି ତୁ ମୋତେ ବାହା ହେବୁ, ନହେଲେ ତ ପୁରା ପରିବାରକୁ ଆଉ ତତେ ସମସ୍ତଙ୍କୁ ମାରିଦେବି। ସେଠୁ ଫଟୋ ଭାଇରାଲ କରୁଛନ୍ତି। ଆଜ୍ଞା ଆମେ ଯେମିତି ଭଉଣୀ ଯେମିତି ନ ମାରିଲା, ନାଇଁ ମୁଁ ତତେ ବାହା ହେବିନି। ତା ବୟସ ଆଜ୍ଞା ବହୁତ ଅଧିକା, 40+ ଏଜ୍ ହେବ। ଭଉଣୀର ମୋର ଏଜ୍ 20। ତ ଇଏ ଯେମିତି ନ ମାନିଲା ବାହା ହେବା ପାଇଁ, ତ ସେ ହାରାସମେଣ୍ଟ ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ିକି ହାରାସମେଣ୍ଟ କରୁଛନ୍ତି। ଭଉଣୀର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିଲା ତାଙ୍କ ପାଖରେ? ଆଜ୍ଞା ସେତେବେଳେ ଯେତେବେଳେ ଥିଲେ ସେ ସରପଞ୍ଚ, ଇଏ ଅଙ୍ଗନବାଡ଼ିରେ ତ ଜବ୍ କରିଛି, ନିହାତି ତାଙ୍କ ପାଖରେ କାମ ରହିବ। ସେହି ସମୟରେ କିଛି ଫଟୋ ରଖିକି ସୋସିଆଲ ମିଡ଼ିଆରେ ବଦନାମ କରୁଛନ୍ତି ଆଜ୍ଞା ପୁରା ଫ୍ୟାମିଲିକି। ସେଠୁ ଏ ବାବଦରେ ତିର୍ତ୍ତୋଲ ଥାନାରେ ଏଫଆଇଆର ଦେଇଥିଲେ? ଆଜ୍ଞା ଆଜିକି 3 ଦିନ ହେଲା ମୁଁ ତିର୍ତ୍ତୋଲ ଥାନାରେ ଏଫଆଇଆର ଦେଲି। ହେଲେ ସରକାର କରିଛନ୍ତି ନାରୀ ସଶକ୍ତିକରଣ, ତାର କିଛି ବି ସାର୍ ପ୍ରଭାବ ନାହିଁ। 3 ଦିନ ଭିତରେ ବି ସିଏ ଛାତି ଫୁଲେଇ ଚାଲିଛି କି ମୋର କ'ଣ କରିବ ତୁମେ କର, ମୋର କିଛି କେହି କରିପାରିବେନି, ମୋତେ କେହି ଆରେଷ୍ଟ କରିପାରିବେନି। ସାର୍ ଏମିତି କହିକି ସେ ଚାଲିଛି ଏବେ ବି ଛାତି ଫୁଲେଇ। ସେ ମୁଁ ଯେଉଁଦିନ ଫାଣ୍ଡିକି ଯାଇଥିଲି ତା ସେଇ ଦିନ ମଧ୍ୟ ସେ ଆଉ ଗୋଟିଏ ଭିଡ଼ିଓ ବନେଇ ତାକୁ ପୋଷ୍ଟ କରିଥିଲେ। ଫାଣ୍ଡିକି ଯାଇଥିଲେ କ'ଣ ହେଲା? ସାର୍ ଫାଣ୍ଡିକି ଯାଇଥିଲି, ଫାଣ୍ଡି ଅଫିସର ଜଣେ ଥିଲେ, ସେ କହିଲେ କି କିଏ ନାଁ କ'ଣ? ତାଙ୍କ ନାଁଟା ବାସୁଦେବ ମଲ୍ଲ ସାର୍। ବାସୁଦେବ ମଲ୍ଲ ସାର୍ ଥିଲେ। ସେ କହିଲେ କି ତୁମ ଘରକୁ ଯିବି ମୁଁ ଇନକ୍ୱାରି କରିବାକୁ। ସାର୍ କେସ୍ ମୁଁ ଦେଲି, ତାଙ୍କ କଥା ନ କହିଲେ ବାସୁଦେବ ମଲ୍ଲ ମୋତେ କହୁଛନ୍ତି ତୁମ ଘରକୁ ଯିବି ମୁଁ ଇନକ୍ୱାରି କରିବାକୁ। ଫେସବୁକ୍ରେ ଫଟୋ ତ ଏମିତି ଭାଇ ଭଉଣୀ ଛାଡ଼ୁଛନ୍ତି। ସେ ଛାଡ଼ିଲା ଫଟୋ, କ'ଣ ଅସୁବିଧା ହେଲା? ତାଙ୍କର ପ୍ରତିକ୍ରିୟା ବାସୁଦେବ ସାର୍ଙ୍କର ଏମିତିଆ ପ୍ରତିକ୍ରିୟା ଥିଲା। ଏପର୍ଯ୍ୟନ୍ତ ପୋଲିସର ଆକ୍ସନ୍ କିଛି ନାହିଁ? କିଛି ବି ସାର୍ ଆକ୍ସନ୍ ନାହିଁ। ଆକ୍ସନ୍ ଯେ ଥାନ୍ତା ଏବେ ବି ସାର୍ ଫେସବୁକ୍ରେ ସେ ପୋଷ୍ଟ ସେମିତି ବୁଲୁଛି, ଯାହାକୁ 5-10 ହଜାର ଲୋକ ଦେଖି ସାରିଲେଣି। ଏସ୍ପିଙ୍କୁ ଦେଖା କଲେ କ'ଣ କହିଲେ ଏସ୍ପି? ଏସ୍ପି ସାର୍ ମୋତେ ପ୍ରତିଶ୍ରୁତି ଦେଲେ କି ତାକୁ ଯେମିତି ହେଉ ମୁଁ ଦିନେ ଭିତରେ ଆରେଷ୍ଟ କରିକି ଆଣିବି। ଏଭିଡେନ୍ସ ଯେଉଁ ଅଛି, ବହୁତ ଏଭିଡେନ୍ସ ଅଛି, ତାଙ୍କୁ ଦିନେ ଭିତରେ ମୁଁ ଆରେଷ୍ଟ କରିବି। ତାପରେ ଆପଣ କ'ଣ ଚାହୁଁଛନ୍ତି? ମୁଁ ନ୍ୟାୟ ଚାହୁଁଛି। ଆଜି ଯେଉଁ 4 ମାସ ହେଲା ସେ ଆମକୁ ଡରେଇ ଧମକେଇକି ସୋସିଆଲ ମିଡ଼ିଆରେ ଏମିତି ଆମର ପୁରା ଫ୍ୟାମିଲିର ଇଜ୍ଜତ ଉତାରୁଛି। ମୋତେ ନ୍ୟାୟ ଦରକାର, ସେ ଯେତେ ଜଲ୍ଦି ଆରେଷ୍ଟ ହେବା ଦରକାର। ଧନ୍ୟବାଦ।